हेलो एवरीबॉडी नमस्कार। साधारणतंत्र दिवसर अवसर में आपण बहुत बहुत शुभेच्छा शुभकामना। आज आपण को देखी आम गाँव वीर शहीद जवान सरोज दास स्मृति आम गाँव पारिजात क्लब पिला माने किसी आयोजन कर या खेल भारत माता है आम समस्ते तो कहूँ आम स्वाधीन हो गले कि देखला बेलू प्रकृत में आम पर्यटन कहीं ना नीति नियम कहीं भी पालन कर जेकोसी नीति नियम होती आम खोजुचे केमती गला बाट एवं केमती फांकिक चलवा नीति नियम जो मुख्य हूँ आम दुर्नीति दुर्नीति द्वारा आम देश ठीक भाव में उन्नति हो पारना जी उन्नति होगा कथा ताहा हो पार तो आम जदि समस्त संकल्प नेबा जे आम नीति नियम अनुसार चलवा तेरे आमर कहार भी असुविधा हेनी समस्ते ठीक भाव में चल पार किंतु दुर्नीति बेनियम चलिए किसी मूर्तिमय लोक देखे लाभ पाइजे आउ किसी दलित हो तेणु आज की तो आम पाखापाखि 75 वर्ष नीति नियम पालन कलुणी कि सब वर्ष यह कहते आम करदे सब करदे कि देखला बेलू पूरा तो से कौन प्रकार आम नीति नियम बदलूना तेणु खाली आम पालन करुचे सब वर्ष जो दिन आज ठिया पड़े से दिन गले तापर आम कौन नीति नियम आईन कानून मानिया आउ तो समस्ते सब वर्ष भी जानूचे एगुड़िक तो मुझे विशेष किसी कह कही कहूँ आमर यही जो गाँ माटीर ये कि देश सेवा करने जाइला सरोज कुमार दास से शहीद होते आज ये माटी गर्वित शेष से कह विरोध भाषण देवे ৭৭তম साधारणतंत्र दिवस रे आज भारत वर्ष पालन करुच्ची
ସମସ୍ତ ଭାରତୀୟ ନାଗରିକ ବନ୍ଧୁ ଦେଶବାସୀଙ୍କୁ ଏଥିପାଇଁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଉଛି। ଧନ୍ୟବାଦ ଆଜି ବିଶେଷ ପ୍ରାସଙ୍ଗିକ ବିଷୟଟି ଏଠି ହେଇଛି ଆମର ବିଗତ ବର୍ଷର ଶହୀଦ ଯବାନ ଶ୍ରାଦ୍ଧବାର୍ଷିକରେ ବି ବୀର ଆୟୋଜନ କରିଥିଲେ। ସରୋଜ ଦାସ, ଯାହାର ଡାକ ନାମ ବି ଥିଲା ବି ବୀର, ଏଇ କେନ୍ଦୁଟିପି ମାଟିର ଜଣାଇବା ପାଇଁ ପୁତ୍ର ଏଠି ତାଙ୍କ ପାଇଁ ବର୍ତ୍ତମାନ ଆୟୋଜନ କରିଛନ୍ତି। ଶ୍ରୀଯୁକ୍ତ ରାମଚନ୍ଦ୍ର ଦାସଙ୍କର ପୁତ୍ର ସିଏ। କେନ୍ଦୁଟିପି ଗ୍ରାମର ଆମର ବହୁତ ଗର୍ବ ଆଉ ଗୌରବ। ଆମ ଗାଁର ନାଁ ରଖିଥିଲେ। ଦେଶରେ କେନ୍ଦୁଟିପି ଏକ ରେଭିନ୍ୟୁ ଭିଲେଜର ବି ମାନ୍ୟତା ଏବେ ପାଇନାହିଁ, କିନ୍ତୁ ସେଇଠୁ ଶହୀଦ ହେବା ପରେ ଓଡ଼ିଶାରେ ଆନ୍ଦୋଳିତ ହେଇଥିଲା, ଭାରତବର୍ଷରେ ଆନ୍ଦୋଳିତ ହେଇଥିଲା ଶହୀଦ ସରୋଜ ଦାସ। ତାଙ୍କର ସ୍ମୃତି ପାଇଁ ତାଙ୍କର ବନ୍ଧୁମାନେ ଏବଂ ଆମର ଆନୁଷ୍ଠାନିକ କ୍ଲବର ପିଲାମାନେ ଏସବୁ ଆୟୋଜନ କରିଛନ୍ତି। ଯାଇଛି ଆୟୋଜନ କରି ତାଙ୍କର ସ୍ମୃତିକୁ ପୁନର୍ଜୀବିତ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏହି ପ୍ରୟାସରେ ଏଥିରେ ସୂଚନା ଦେବାକୁ ଏବେ ଚାହୁଁଛନ୍ତି ଯେ ଦେଖ, ଭାରତ ମାତାର ସନ୍ତାନ ତମେ। ଆଜିର ଯୋଉମାନେ ଯୁବ ଛାତ୍ର ବା ଛାତ୍ରୀ ଗୀତ ଦିଆଯାଉଛି, କିଭଳି ସମ୍ମାନ ଦିଆଯାଉଛି, ତାର ପରାକାଷ୍ଠା ବର୍ତ୍ତମାନ ନିର୍ଣ୍ଣାୟକ ଭୂମିକାରେ ପହଞ୍ଚିଛି। ଆପଣମାନେ ଏଟା ଦେଖୁଥିବେ, ଅନୁଭବ କରୁଥିବେ ଯେ ପ୍ରତ୍ୟେକ ମଣିଷ ସମାଜରେ ଆସେ ଏବଂ ଚାଲିଯାଏ, କିନ୍ତୁ ସରୋଜ ଦାସ ଅମର ରହେ। ବୀର ସରୋଜ ଦାସ ଯିଏକି ଦେଶମାତୃକ ପାଇଁ ଜୀବନ ଦେଲେ, ଶହୀଦ ହେଇଗଲେ, ଚିରସ୍ମରଣୀୟ ହେଲେ ଏବଂ ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରେ ତାଙ୍କର ନାମର ନାମିତ ହେଇଗଲା। ଆଜି ଏଇ ମହାନ ଦିବସରେ এই মহান যোদ্ধাଙ୍କ ପାଇଁ ଯେଉଁ ଆୟୋଜନ କରିଛନ୍ତି ଆମର କେନ୍ଦୁଟିପି କ୍ଲବର ପିଲାମାନେ, ଆମର ଏଇ ଗାଁର ପୁତ୍ରମାନେ, ସେମାନଙ୍କ ପାଇଁ ଯଥେଷ୍ଟ ସମ୍ମାନ ଏବଂ ଶ୍ରଦ୍ଧା ଆମ ପ୍ରତି ଆମେ ଦେଉଛୁ। ମୁଁ ଗ୍ରାମବାସୀ ହିସାବରେ ତାଙ୍କ ପ୍ରତି ଶ୍ରଦ୍ଧା ଏବଂ ସ୍ନେହ ଦେଉଛି ଯେ ଆଜିର এই ଆୟୋଜନ କରିଛନ୍ତି। ବର୍ତ୍ତମାନ ସମୟ ଆପଣ କିଛି ପୂର୍ବରୁ ବକ୍ତା ମହାଶୟ କହୁଥିଲେ ଦୁର୍ନୀତିର ନିବାରଣ, ଠିକ ଅଛି, ଦୁର୍ନୀତି ପାଇଁ ସମସ୍ତେ ସଜାଗ ରହିବା ଏବଂ B.R. ଆମ୍ବେଦକର ଯିଏକି ସାଧାରଣତନ୍ତ୍ର ଦିବସରେ ସମ୍ବିଧାନର ପ୍ରଣେତା, ତାଙ୍କୁ ମଧ୍ୟ ଯଥାକୋଟି ନମସ୍କାର, କାରଣ ସିଏ ଏଇ ଦେଶ ପାଇଁ ଏଇ ଯୋଉ ବାଇଲଟ ତିଆରି କରି ଦେଖନ୍ତୁ ସାର୍, ତାଙ୍କର ଷ୍ଟାଚୁ ବନାଯାଇଛି। ଛୁଆ ସବୁ ସରୋଜ ଦାସଙ୍କର ଷ୍ଟାଚୁ ଦେଖନ୍ତୁ। ଆଜିର ଭିଡ଼ିଓ ମୋର ଦେଖନ୍ତୁ ଆଉ କମେଣ୍ଟ କରନ୍ତୁ କେମିତି ଲାଗୁଛି ଭିଡ଼ିଓ। ଦେଖନ୍ତୁ ସରୋଜ ଦାସଙ୍କର